ଆମେରିକାରେ କିଛି ଦିନ ପୂର୍ବରୁ ସାଇକ୍ଲୋନିକ ଷ୍ଟର୍ମ ହେଲେନ୍ ଫ୍ଲୋରିଡା ପରି ବଡ଼ ସହରରେ ବ୍ୟାପକ କ୍ଷତି ଘଟାଇଥିଲା। ଏହି ସମୟରେ ବର୍ତ୍ତମାନ ଟ୍ରପିକାଲ ଷ୍ଟର୍ମ ସାରା ମଧ୍ୟ ଆମେରିକାରେ ପହଞ୍ଚୁଛି। ଏହି ଝଡ଼ ଯୋଗୁଁ ଭୟଙ୍କର ବନ୍ୟା, ବର୍ଷା ଏବଂ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ଏହି ଝଡ଼ ଉତ୍ତର ହଣ୍ଡୁରାସର ଉପକୂଳରେ ପହଞ୍ଚିବ। ସାରାରେ ଘଣ୍ଟା ପ୍ରତି ସର୍ବାଧିକ 40 ମାଇଲ ବେଗରେ ପବନ ବହିପାରେ। ଜାତୀୟ ପାଣିପାଗ କେନ୍ଦ୍ରର ପୂର୍ବ ପୂର୍ବାନୁମାନ ମେକ୍ସିକୋର ପୂର୍ବ ଗଲ୍ଫର ବାସିନ୍ଦାଙ୍କୁ ଆମେରିକାରେ ପହଞ୍ଚିବା ସମ୍ଭାବନା ଉପରେ ନଜର ରଖିବାକୁ କହିଥିଲା। କିନ୍ତୁ ଏହି କେନ୍ଦ୍ର ବର୍ତ୍ତମାନ କହୁଛି ଯେ ଏହି ଝଡ଼ ଆମେରିକା ଏବଂ ମେକ୍ସିକୋର ୟୁକାଟାନ୍ ଉପଦ୍ୱୀପରେ ପହଞ୍ଚିବ। ସାରା ହେଉଛି 2024 ଆଟଲାଣ୍ଟିକ୍ ଝଡ଼ର 18ତମ ନାମିତ ଝଡ଼। ନଭେମ୍ବରରେ ଟ୍ରପିକାଲ କାର୍ଯ୍ୟକଳାପ ହ୍ରାସ ପାଇବା ଉଚିତ, କିନ୍ତୁ ଜଳବାୟୁଠାରୁ 15 ଇଞ୍ଚ ପର୍ଯ୍ୟନ୍ତ ବର୍ଷା ଦେଖିପାରେ। ପ୍ରାୟତଃ ନଭେମ୍ବର ଝଡ଼ରୁ କାରିବିଆନ୍ ଏବଂ ମଧ୍ୟ ଆମେରିକାର କିଛି ଅଂଶରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।